ତ ହାଲୋ ସାଙ୍ଗମାନେ, ତ କେମିତି ଅଛନ୍ତି ଭାଇ? ଭାବୁଛି ସମସ୍ତେ ଭଲରେ ଥିବେ, ଖୁସିରେ ଥିବେ। ତ ଭାଇ ଯେହେତୁ ଆମର ମୟୂରଭଞ୍ଜ ଜିଲ୍ଲାର ଭାଇବା ପାଇଁ ରେଜଲ୍ଟ ଆସିଗଲା, ତ ବହୁତ ପିଲା ସିଲେକ୍ଟ ହେଇଛନ୍ତି। ତ ସାଙ୍ଗମାନେ କମେଣ୍ଟ କରୁଥିଲେ କି ଭାଇ ଆମର ଟିକେ ଭାଇବା ପାଇଁ ଟିକେ ଯାହା ହେଲେ ବି କହିଦିଅନ୍ତୁ ଆପଣଙ୍କର ଭାଇବାରେ କଣ ହେଇଥିଲା। ତ କିଛି କହୁଥିଲେ। ତ ଭାଇ ଭିଡ଼ିଓଟି ତ ମୁଁ କରିଛି କିନ୍ତୁ ସମସ୍ତଙ୍କୁ ତ ଭାଇ ହବନି, ମାନେ ଯାଇକି ଚ୍ୟାନେଲ ଦେଖିବେ କଣ ଅଛି କଣ ନାହିଁ। ତ ପୁଣି ଥରେ ସେ ଭାଇବା ବିଷୟରେ ଟିକେ କହିଦଉଛି, ମାନେ ପୁରା ଯାହା ବି ଆମର ଭାଇବାରେ ହେଇଥିଲା। ତ ଯଦି ଭାଇ ଭିଡ଼ିଓଟି ଭଲ ଲାଗେ ଭାଇ ଭିଡ଼ିଓକୁ ଆମର ଲାଇକ୍ କରିବେ, ଆଉ ଚ୍ୟାନେଲକୁ ସବସ୍କ୍ରାଇବ କରିବା ସହିତ ବେଲ୍ ଆଇକନକୁ ଦବାଇ ଦେବେ, ଯାହାଫଳରେ ଆମର ଯାହା ବି ଭିଡ଼ିଓ ଭାଇ ଆପଣଙ୍କୁ ଶୀଘ୍ର ଆପଣଙ୍କ ପାଖରେ ପହଞ୍ଚିଯିବ। ତ ଚାଲନ୍ତୁ ଭାଇ ଦେଖିବା କଣ ଭାଇବାରେ ହେଇଥିଲା କଣ। ଭାଇ ଭାଇବା ଦେଖିବାକୁ ଗଲେ ଭାଇ ଆମର ଯେତେବେଳେ ଆମର ରିଟିନ୍ ସରିଲା, ତାପରେ ଫିଜିକାଲ ସରିଲା ପରେ ଆମର ଫିଜିକାଲ ସହିତ ହିଁ ଆମର ଭାଇବା ହେଇଯାଇଥିଲା। ଆମର ଭାଇବା ପାଇଁ କିଛି ଅଲଗା ଡକେଇ ନଥିଲେ। ଯେତେବେଳେ ଆମର ଫିଜିକାଲ ସରିଲା ତାପରେ ହିଁ ଆମର ଭାଇବା ହେଇଯାଇଥିଲା। ତ ଭାଇବାରେ ସମସ୍ତେ ପ୍ରେଜେଣ୍ଟ ଥିଲେ, ମ୍ୟାଡମ ମାନେ ଡିଏସ୍ ନେଇକି ମାନେ ଏସପି ସାର୍ ମଧ୍ୟ ଥିଲେ। ଏସପି ସାର୍ ଆମର ସେଣ୍ଟରରେ ବସିଥିଲା। ଏସପି ସାର୍ ହିଁ ଆମକୁ ପ୍ରାୟ କ୍ୱେଶ୍ଚିନ୍ ପଚାରିଥିଲେ। ତ ବହୁତ ଭଲ ଥିଲା, ମାନେ ହାର୍ଡ ବି ସେତେ ନଥିଲା, ମିଡିଲ ଲେଭେଲ ସବୁ ଥିଲା। ତ ସେତେ ବି କଷ୍ଟ ନଥିଲା କ୍ୱେଶ୍ଚିନ୍। ଭାଇ ମତେ ମୋର ଅଭିଜ୍ଞତା ମାନେ ଭାଇବାର ଦେଖିବାକୁ ଗଲେ, ମତେ ଫାଷ୍ଟ ମୁଁ ଯେତେବେଳେ ଯାଇଥିଲି ଆମ ଥାନାକୁ ଆମ ଥାନାକୁ ମାନେ ଆମ ଥାନା ୱାଇଜ ଯେହେତୁ ଆମର ସିଲେକ୍ସନ ହେଇଥିଲା, ତ ଥାନା ୱାଇଜ ହିଁ ଆମର ଭାଇବା ହେଲା। ତ ଭାଇବାରେ ଭାଇ ଥାନା ୱାଇଜ ମୋର ଯେହେତୁ ପ୍ରଥମେ ଥିଲା, ତ ସେତେବେଳେ ମୁଁ ଭାଇ ବହୁତ ମାନେ କନଫ୍ୟୁଜ ହେଇଥିଲି, ମାନେ ନର୍ଭସ ପୁରା ଭାଇ ହେଇଯାଇଥିଲି। କାରଣ କଣ ପଚାରିବେ, ମୁଁ ଫାଷ୍ଟ ଯାଉଛି କଣ କେମିତି ସବୁ ପୁରା ନର୍ଭସ ଲାଗିଥିଲା। ତ ସେଇଟା ଭାଇ ନର୍ଭସ ହେବେନି ଭାଇ, କାରଣ ନର୍ଭସ ହେବା ଦ୍ୱାରା ଭାଇ ଆପଣ ଯାହା ବି ଆନ୍ସର ଜାଣିଥିବେ ତ ସେଇଟା ବି ଭୁଲିଯିବେ। ତ ନର୍ଭସ ହେବେନି, କିନ୍ତୁ ଗୋଟେ କଥା ଭାଇ ପୁରା କନଫିଡେନ୍ସ ରେ ଯିବେ, ଆଉ ପୁରା କ୍ଲିନ ସେଭ୍ କରିକି ଯିବେ। ଦାଢି ନିଶ ବି ଯେହେତୁ ନିଶ ରଖିଲେ ହବ, ପୁରା କ୍ଲିନ ସେଭ୍ ହେଇକି ଯାଆନ୍ତୁ, ଫର୍ମାଲ ପିନ୍ଧିକି ଯିବେ। ଏମିତି ନାଇଁ କି ପୁରା ଛପରି ପରିକି ଯିବେନି, ପୁରା ଫର୍ମାଲ ପୁରା ଇନ ଫିନ୍ ମାରିକି ସବୁ ଯିବେ। ଆଉ ଭାଇ କୋଶ୍ଚିନ୍ ବିଷୟରେ କହିବାକୁ ଗଲେ, ମୁଁ ଯେତେବେଳେ ଯାଇଥିଲି ଏସପି ସାର୍ ମତେ ଫାଷ୍ଟ ପଚାରିଥିଲେ ଆପଣ ମାନେ ତମର ଏଜ୍ କେତେ। ଏଜ୍ କେତେ ପଚାରିଥିଲେ, ମୁଁ ମୋର ଏଜ୍ କହିଥିଲି। ତାପରେ ଭାଇ ପଚାରିଥିଲେ ଆପଣଙ୍କର ମାନେ କୋଉ ଏରିଆରୁ ଆସିଥିଲେ, ସେ ବିଷୟରେ ଟିକେ ପଚାରିଲେ। ତ ମୁଁ କହିଲି ଆମର ଯେହେତୁ ମୁଁ ଯୋଉଠି ବି ଆସିଛି ମୋର ଥାନାର ନାମ, ମୋର ଗାଁର ନାମ ସବୁ କହିଥିଲି। ତ ତାପରେ ଭାଇ ମତେ ପଚାରିଥିଲେ ମାନେ ଆପଣଙ୍କର ସେଠି ଫେମସ କଣ ଅଛି। ତ ଯେହେତୁ ଭାଇ ମୁଁ ମେରାଇନ ପୋଲିସ ଷ୍ଟେସନରୁ ଆସୁଛି, ସୋନପୁରରୁ ଆମର ଆସୁଛି। ତ ସୋନପୁର ବିଚ୍ ଆମର ସେକେଣ୍ଡ ବୁଲଫ୍ଲାଗ ବିଚ୍ ଯେହେତୁ, ତ ମୁଁ କହିଥିଲି ସେ ବିଷୟରେ, ଆଉ ପଚାରିଥିଲି ସେଠି କଣ ଚାଲିଛି ଏମିତି ସବୁ କହିଥିଲି। ଯାହାବି ଆମର ସେ ଏରିଆରେ ଯାହା ବି ଚାଲିଛି ସବୁ ସେ ବିଷୟରେ କହିଥିଲି। ତାପରେ ସାର୍ ପଚାରିଥିଲେ ଆପଣଙ୍କର କ୍ୱାଲିଫିକେସନ କଣ, ତ କ୍ୱାଲିଫିକେସନ ମୁଁ କହିଥିଲି ମୋର ଗ୍ରାଜୁଏସନ ଆର୍ଟସରେ ମୋର ହିଷ୍ଟ୍ରି ଅନର୍ସ କହିଥିଲି। ତ ହିଷ୍ଟ୍ରିକୁ ନେଇକି ହିଁ ଆମର ଡିଏସପି ସାର୍ ଯିଏ ମତେ ପଚାରିଥିଲେ କି ମାନେ କୋଶ୍ଚିନ୍ କହୁଛି, ମାନେ ମତେ ପଚାରିଥିଲେ ହର୍ଷବର୍ଦ୍ଧନ ସମୟରେ କିଏ ମାନେ ଟ୍ରାଭେଲର ଜଣେ ଆସିଥିଲେ, ଉଁ, ମାନେ ଫରେନ୍ ଟ୍ରାଭେଲର ଜଣେ ଆସିଥିଲେ। ତ ସେଇଟା ମୁଁ କହିଥିଲି, ଆନ୍ସର ଦେଇଥିଲି। ତ ଏମିତି ବିଭିନ୍ନ ପ୍ରକାର କୋଶ୍ଚିନ୍ ପଚାରିଥିଲେ ଭାଇ ମତେ, କ୍ରିକେଟକୁ ନେଇକି ବି ମାନେ କୋଶ୍ଚିନ୍ ପଚାରିଥିଲେ। ମତେ ପଚାରିଥିଲେ ମାନେ ପ୍ରଥମେ ପଚାରିଥିଲେ ଭାଇ କ୍ରିକେଟ ଆପଣଙ୍କୁ କଣ ପସନ୍ଦ କି, କ୍ରିକେଟ ବିଷୟରେ ପଚାରିଥିଲେ। ମୁଁ ତ କ୍ରିକେଟ ଦେଖୁନି, କିନ୍ତୁ ହେଲେ ବି ମୁଁ କହିଦେଇଥିଲି ମୁଁ କ୍ରିକେଟ ଦେଖୁଛି ବୋଲି। କାରଣ ଭାଇ ବହୁତ ନର୍ଭସ ଥିଲି, ତ ଡର ବି ଟିକେ ଥିଲା। ତ ସେଥିପାଇଁ କିଛି କୋଶ୍ଚିନ୍ର ଆନ୍ସର ବି ଭୁଲ କହିଦେଇଥିଲି। କିଛି ତ ଆସୁନଥିଲା, ତା ସହିତ କିଛି ଆସିବା କୋଶ୍ଚିନ୍ ବି ମୁଁ ନର୍ଭସରେ ମାନେ ଡରିକି କିଛି ଅଲଗା କୋଶ୍ଚିନ୍ର ଆନ୍ସର ଦେଇ ଦେଇଥିଲି। ତ ଆଉ ଏସପି ସାର୍ ମତେ ପଚାରିଥିଲେ ଭାଇ, କି ଏସପି ସାର୍ ପଚାରିଥିଲେ ଆମର ଇଣ୍ଡିଆକୁ ମାନେ ସାଇଡରେ କୋଉ କୋଉ ବର୍ଡର କଣ୍ଟ୍ରି ସବୁ ଅଛି। ତ ମୁଁ ସବୁ କହିଥିଲି କଣ୍ଟ୍ରି ସବୁ, ଆମର ବର୍ଡର କଣ୍ଟ୍ରି ସବୁ କହିଥିଲି। ତ ଏପଟେ ଆମର ଏଡିସନାଲ ଏସପି ମ୍ୟାଡାମ ମତେ ପଚାରିଥିଲେ ମାନେ ଆମର କୋଉ ହେଲେ ଗୋଟେ ପାସ ର ନାମ କହିଥିଲେ। ତ ସେଇଟା ମୁଁ ଟିକେ ମାନେ ନର୍ଭସ ହେଇକି ଅଲଗା ଗୋଟେ ଷ୍ଟ୍ରେଟ ର ନାମ କହିଦେଇଥିଲି, ତ ପାସ୍ ବଦଳରେ। ତ ସେଇଟା ଗୋଟେ ମୋର ଭୁଲ ଥିଲା।
ତ ଏମିତି ସବୁ ଭାଇ ବହୁତ କୋଶ୍ଚିନ୍ ପଚାରିଥିଲେ। ଆଉ ଦେଖିବାକୁ ଗଲେ ଆଉ ବହୁତ ସାରା ତ ମାନେ କ୍ରିକେଟ କହିଲା ପରେ ଭାଇ ଡିଆରଏସ୍ ର ମତେ ପଚାରିଥିଲେ ଡିଆରଏସ୍ ର ଫୁଲ ଫର୍ମ କଣ? ଯେହେତୁ ମୁଁ ଜାଣିନଥିଲି ତ ସେଇଟା ମୁଁ କହିଲିନି କାରଣ ଭାଇ ଯୋଉଟା ହିଁ ମନ ଇଚ୍ଛା କହିବା ଠିକ ନୁହଁ। କାରଣ ମନ ଇଚ୍ଛା କହିବା ଦ୍ଵାରା ଆପଣଙ୍କର ନେଗେଟିଭ ପଏଣ୍ଟ ହେଇଯିବ। ମାନେ ଯାହାହେଲେ ବି ସାରଙ୍କ ଆଗରେ ଟିକେ ଆପଣ ଲୁଜ୍ ହେଇଯିବେ। ତ ସେଥିପାଇଁ କିଛି ଯଦି ନ ଆସେ ଏପଟ ସେପଟ କହିବାକୁ ଚେଷ୍ଟା କରନ୍ତୁ ନାହିଁ। ଯଦି ଲାଗେ ହଁ ଏଇଟା ଆନ୍ସର ହେଇପାରିବ, ପ୍ରାୟ 90% କନଫର୍ମ ଯଦି ତ ସେମିତିରେ କହିବେ। ତ ଆଉ ମେନ୍ କଥା ହଉଛି ଭାଇ ନର୍ଭସ ହବନି, ପୁରା ଆରାମସେ ବସିବ କାରଣ ଆପଣଙ୍କୁ ସେମାନେ ମାରିଦେବେନି କି କିଛି ବି କରିଦେବେନି। ତ ସେଥିପାଇଁ ପୁରା ହାଲକା ହେଇକି ବସିବ, ପୁରା ମାଇଣ୍ଡ ଫ୍ରି କରିକି ବସିବ, ତ ସବୁ ଭାଇ ଭଲ ଲାଗିବ। ଆଉ ଭାଇ ଆମର ଟ୍ରେଡ୍ ଆଉ କମ୍ପ୍ୟୁଟର ଟ୍ରେଡ୍ ଯୋଉ ସେଟା ଦେଖିବା। ତ ଭାଇ ଭାଇବାରେ ଆମର କମ୍ପ୍ୟୁଟର କୋଶ୍ଚିନ୍ ସେମିତି କିଛି ପଚରା ଯାଇନଥିଲା। କାରଣ ଯାହା ହେଇଥିଲା ଆମର କମ୍ପ୍ୟୁଟର ପ୍ରାକ୍ଟିକାଲ ହେଇଥିଲା, ଟ୍ରେଡ୍ ଟେଷ୍ଟ ବି ହେଇଥିଲା, ଯାହା ଯେଉଁମାନଙ୍କର ରୋଷେଇ ଅଛି, ଡ୍ରାଇଭର ଅଛି ସମସ୍ତଙ୍କର ହେଇଥିଲା। ଆଉ ଗୋଟେ ଭାଇ ଆମର ଭାଇବା ଯୋଉ ହେଇଥିଲା ସେଥିରେ ତ କିଛି କୋଶ୍ଚିନ୍ ସେମିତି କିଛି ପଚାରି ନଥିଲେ। ମାନେ ଡ୍ରାଇଭର କୋଶ୍ଚିନ୍ ସେମିତି କିଛି ପଚାରି ନଥିଲେ। ପ୍ରାୟ କୋଉ ଗୋଟେ ଗୋଟେ ପଚାରିଥିବେ ନା ନାଇଁ, ସବୁ ପିଲାକୁ ମୁଁ ପ୍ରାୟ ପଚାରିଥିଲି। ତ ସେମିତି କିଛି ପଚାରି ନାହାନ୍ତି କହିଲେ। ଯାହା ବି ଭାଇ ଆପଣଙ୍କର ମେନ୍ ହଉଛି ଆପଣ କଣ ପଢୁଛନ୍ତି, ଆପଣଙ୍କର ହାଇଏଷ୍ଟ କ୍ୱାଲିଫିକେସନ ଯାହା କହିବେ ସେଠି, ତ ସେ ରିଲେଟେଡ୍ ହିଁ କୋଶ୍ଚିନ୍ ପଚାରିବେ। ଆଉ ଓଡ଼ିଶା ଜିକେ ଟିକେ ପଚାରିବେ, ଆପଣଙ୍କର ଯେଉଁ ଜିଲ୍ଲାରୁ ବି ଆପଣ ତ ସେ ବିଷୟରେ ଟିକେ ପଚାରିବେ। ତ ସବୁ ଭାଇ ପ୍ରିପେୟାର ହୁଅନ୍ତୁ ଯେହେତୁ କାଲି ଆପଣଙ୍କର ଭାଇବା ଅଛି। ତ ସମସ୍ତେ ପ୍ରିପେୟାର ହୁଅନ୍ତୁ। ବହୁତ ଭାଇ ମାନେ କମେଣ୍ଟ କରୁଥିଲେ କି କେମିତି ହବ କେମିତି ହବ। ତ ନର୍ଭସ ହୁଅନ୍ତୁ ନାହିଁ ଭାଇ, ସମସ୍ତେ ଭଲରେ ପ୍ରିପେୟାର ହୁଅନ୍ତୁ। କିନ୍ତୁ ଭାଇ ଯେଉଁମାନଙ୍କର ବି ଟ୍ରେଡ୍ କୌଣସି ବି ମାନେ ଯେକୌଣସି ବି ଟ୍ରେଡ୍ ଅଛି ଭାଇ, ସେ ଟ୍ରେଡ୍ ବିଷୟରେ ବି ଟିକେ ଦେଖି ନିଅନ୍ତୁ। କାରଣ ଏମିତି କହିହବନି କି ମାନେ ପଚାରିବେନି ଆପଣଙ୍କୁ। ତ ସେମିତି କିଛି ଭାବନ୍ତୁ ନାହିଁ। ଯାହା ବି ଆପଣଙ୍କର ଟ୍ରେଡ୍ ଡ୍ରାଇଭର ହଉ କି କଣ ହଉଛି ହଉ, ମାନେ କମ୍ପ୍ୟୁଟର ହଉ, ଆପଣ ସେ ବିଷୟରେ ବି ଟିକେ କୋଶ୍ଚିନ୍ ଦେଖିକି ଯାଆନ୍ତୁ। ଆମର ୟୁଟ୍ୟୁବରେ ତ ସବୁ ପ୍ରକାର କୋଶ୍ଚିନ୍ ସବୁ ପ୍ରକାର ଭିଡିଓ ଅଛି। ତ ସେ ବିଷୟରେ ଆପଣଙ୍କର ଯେଉଁ ବି ଟ୍ରେଡ୍ ତା ବିଷୟରେ ଟିକେ ଯାହା ବି ଜାଣିକି ଯାଆନ୍ତୁ। କାରଣ କହି ହବ ନାହିଁ କେତେବେଳେ ପଚାରି ଦିଅନ୍ତି। ତ ସେଥିପାଇଁ ପ୍ରିପେୟାର ହେଇଥାନ୍ତୁ ଆଗକୁ। ସମସ୍ତଙ୍କୁ ଭାଇ ଯେଉଁମାନେ ବି ସିଲେକ୍ଟ ହେଇଛନ୍ତି ସମସ୍ତଙ୍କୁ କଂଗ୍ରାଚୁଲେସନ ଆଉ ଅଲ୍ ଦ ବେଷ୍ଟ ଭାଇ, ସମସ୍ତେ ଭଲସେ ଭାଇବା ଦିଅନ୍ତୁ। ଯଦି ବି ଯେଉଁମାନେ ଭାଇ ସିଲେକ୍ଟ ହେବେ ତ ମିଶିବା ଆମେ ପୁରୀ ଡ୍ୟୁଟିରେ ଯେହେତୁ ସମସ୍ତେ ମିଶିବା। ଆପଣଙ୍କର ଟ୍ରେନିଂ ସରିଲା ପରେ ଯିବା ମିଶିବା। ଆଉ ଯେଉଁମାନେ କଟି ଯାଆନ୍ତି ବି ତ ସେମାନେ ଦୁଃଖ କରିବେ ନାହିଁ। କାରଣ ଆଗକୁ ବହୁତ ନୋଟିସ୍ ଆସିବ ଆପଣଙ୍କର। ଆପଣଙ୍କ ଡିଷ୍ଟ୍ରିକ୍ଟ କନଷ୍ଟେବଳ ବି ଆସିବ, ଏସ୍ଆଇ ସବୁ ଆସିବ। ତ ଭଲସେ ପଢାପଢି କରିବେ, କିଛି ମାଇଣ୍ଡ ଅଫ୍ କରିବେ ନାହିଁ। ତ ସମସ୍ତେ ଭଲରେ ପଢିବେ। ଯଦି ଭାଇ ଭିଡିଓଟି ଭଲ ଲାଗିଥାଏ, ଆଉ କିଛି ଭାଇ ଯଦି କୋଶ୍ଚିନ୍ ଥାଏ ପଚାରିବେ, ମାନେ କମେଣ୍ଟ କରିବେ। ତ ମୁଁ ସବୁ ଆପଣଙ୍କର ପ୍ରଶ୍ନର ଉତ୍ତର ଦେବା ପାଇଁ ଟ୍ରାଏ କରିବି। ତ ଏତିକି ଭାଇ ଭିଡିଓ, ଯାହାବି ଭାଇ ଯଦି ଭିଡିଓଟି ହେଲ୍ପଫୁଲ ହେଇଥିବ ଆପଣଙ୍କର ଭାଇବା ପାଇଁ ତ ଭିଡିଓକୁ ଲାଇକ୍ କରିଦେବେ ଆଉ ଅନ୍ୟମାନଙ୍କ ସହିତ ସେୟାର କରିଦିଅନ୍ତୁ। ତ ରହୁଛି ଭାଇ, ଧନ୍ୟବାଦ।